ଖାଲି ମୁଁ ଏକା ନଥିଲି ସେଥିରେ। ଦଣ୍ଡାବାଳକରେ ଆମେ 5ଟା ଦଣ୍ଡାବାଳକ ଥିଲୁ। ତା ଭିତରେ ଅରବିନ୍ଦ ଥିଲା, ଦେବୁ ତୁ ଥିଲୁ ଆଉ ପ୍ରସନ୍ନ ମିଶ୍ର ଥିଲେ, ମୁଁ ଥିଲି, ସବ୍ୟସାଚୀ ମହାପାତ୍ର ଥିଲେ। ୟଙ୍ଗ କେହି ବାହା ହେଇନାହିଁ, ପୁରା ଏନ୍ଜୟ କରୁଥିଲୁ। ଆମ ବେଳେ ଯେଉଁ ଫିଲ୍ମ ହଉଥିଲା ସବୁ, ସେଥିରେ ଓଡ଼ିଆତ୍ୱର ଛୁଙ୍କ ବହୁତ ରହୁଥିଲା, ଯେଉଁଟାକି ସମୟ କ୍ରମେ ଆସ୍ତେ ଆସ୍ତେ କମିଯିବା ଆରମ୍ଭ ହେଲା। ସୁପରଷ୍ଟାର ଥିଲେ ଜୟରାମ ସାମଲ, ସେତେବେଳେ ବସନ୍ତ ନାୟକ ପ୍ରଡ୍ୟୁସର ଥିଲେ। ଯଦି ପୋଷ୍ଟରରେ ଜୟ ଭାଇଙ୍କ ଫଟୋ ନାହିଁ ମାନେ ଲୋକ ଯାଉନଥିଲେ। ଆମେ ନାଁକୁ ମାତ୍ର ଖାଲି ସୁପରଷ୍ଟାର ଥିଲେ। ମୁଁ ଯେତେ ଦିନ ଫିଲ୍ମ କରିଛି ମୁଁ ଦେଖିଛି, ଅଙ୍ଗେ ଲିଭେଇଛି। ଆମ ବେଳେ କେବଳ ସୁପରଷ୍ଟାର ଥିଲେ ଜୟରାମ ସାମଲ। ଆମ ବେଳେ ପ୍ରଥମ ସୁପରଷ୍ଟାର ଥିଲେ ଜୟରାମ ସାମଲ, ସେତେବେଳେ ବସନ୍ତ ନାୟକ ପ୍ରଡ୍ୟୁସର ଥିଲେ। ଯଦି ପୋଷ୍ଟରରେ ଜୟ ଭାଇଙ୍କ ଫଟୋ ନାହିଁ ମାନେ ଲୋକ ଯାଉନଥିଲେ। ଆମେ ନାଁକୁ ମାତ୍ର ଖାଲି ସୁପରଷ୍ଟାର ଥିଲେ। ମୁଁ ଯେତେ ଦିନ ଫିଲ୍ମ କରିଛି ମୁଁ ଦେଖିଛି, ଅଙ୍ଗେ ଲିଭେଇଛି। ଆମ ବେଳେ କେବଳ ସୁପରଷ୍ଟାର ଥିଲେ ଜୟରାମ ସାମଲ। ସାର୍ ସେତେବେଳେ ଯୋଉ ସିନେମା ହଉଥିଲା ଆପଣ ମାନଙ୍କର, ସେତେବେଳେ ଜୟରାମ ସାମଲଙ୍କର କ୍ରେଜ୍ ଟିକେ ହିରୋଠୁ ଅଧିକା ଥିଲା। ସେଇଥିପାଇଁ ତ କଲି ସେ ସୁପରଷ୍ଟାର। ତାପରେ ତ ଆସିଲେ ଦେବ ବ୍ରହ୍ମା, ଅରବିନ୍ଦ, ଏସବୁ ଆସିଲେ ସବୁ ଆଉ। ସାର୍ ବସନ୍ତ ମୋହନ ଘରେ ଆଜି ବି ଆପଣଙ୍କ ପାଇଁ ଗୋଟେ ଘର ଅଛି ତାଙ୍କ ଗୁରୁମ। ସେ ଉତ୍ତମ ରୁମ ଅଛି ସେଟା। ଆଉ ଗୋଟେ ଜିନିଷ ରହିବ, ଆପଣ ଯେତେବେଳେ ଫିଲ୍ମ କରୁଥିଲେ ସେତେବେଳେ ଯୋଉ ଫିଲ୍ମ ହେଲେ ବି ଲୋକ ଚାଲୁଥିଲା ରବିବାରେ, ଆପଣ ଜାଣିଥିବେ ଟିଭି ଆଗରେ ପୁରା ଓଡ଼ିଶା ବସୁଥିଲେ ଆପଣଙ୍କର ଫିଲ୍ମ ଦେଖିବା ପାଇଁ। ଏବେକା ଯୋଉ ଇଣ୍ଡଷ୍ଟ୍ରିରେ ଫିଲ୍ମ ଗୁଡ଼ିକ ଆସୁଛି, 30ଟା ଫିଲ୍ମ ରିଲିଜ ହେଲେ ତା ଦେହରୁ ଗୋଟିଏ ଫିଲ୍ମ ଚାଲୁଛି ଆଉ ବାକି କିଛି ଚାଲୁନି। ଏମିତି କ'ଣ ପାଇଁ? ଆମ ବେଳେ ଗୋଟେ ପରିବାର ନିଜ ସମସ୍ତଙ୍କୁ ନେଇକି ହଲ୍କୁ ଯାଉଥିଲା ଫିଲ୍ମ ଦେଖିବା ପାଇଁ। ଟିକେଟ୍ ଦାମ ବି କମ୍ ଥିଲା, ହଲ୍ ବେଶ ପରିମାର୍ଜିତ ଥିଲା। ପରିବାର ଯାଇକି ଫିଲ୍ମରେ ହଲ୍ରେ ଦେଖିକି ସେମାନେ ପରିବାର ସହ ଆନନ୍ଦିତ ହେଉଥିଲେ। ସେଇଟା ସମୟକ୍ରମେ ଆସ୍ତେ ଆସ୍ତେ କମି ଯାଉଛି। ଭଲ ଷ୍ଟୋରି ନାହିଁ ବୋଲି ଫିଲ୍ମ ଚାଲୁନି, ଡାଇରେକ୍ଟର ମାନେ ବି ମନମାନି କରୁଛନ୍ତି ବୋଲି ଗୋଟେ ଅଭିଯୋଗ ଆସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ, ସେଥିପାଇଁ ଚାଲୁନି। ମୁଁ ତ କାହା ବିଷୟରେ କିଛି କହିବା ପାଇଁ ଚାହେଁନି। ଆମର ପ୍ରଡ୍ୟୁସର ମାନେ ଆସୁଛନ୍ତି, ଅନେକ ପ୍ରଡ୍ୟୁସର ଆସୁଛନ୍ତି। ଧର ଯେଉଁ ତେଲୁଗୁ କ୍ୟାସେଟ୍ କହୁଛନ୍ତି ଆକୁ କପି କର, ସେଇଥିପାଇଁ ସେଟାକୁ ଆସ୍ତେ ଆସ୍ତେ ଲୋକ ଆଡପ୍ଟ କରି ସେଟା ନଷ୍ଟ ହେବାକୁ ଯାଉଥିଲା। ଯାହା ହଉ ଆସ୍ତେ ଆସ୍ତେ ତାକୁ ରିଭାଇଭ୍ ହେଉଛି। ଲୋକ ଏଇନା ଭଲ ଫିଲ୍ମ କରିବା ପାଇଁ ଚେଷ୍ଟା କରୁଛନ୍ତି। ଅନେକ ପ୍ରଡ୍ୟୁସର ବାହାରିଲେଣି, ଏଇନା ବହୁତ ଭଲ ଫିଲ୍ମ କରୁଛନ୍ତି। ସାର୍ ସେତେବେଳେ ବସନ୍ତ ନାୟକଙ୍କ ସାଙ୍ଗରେ ଆପଣ ଦଣ୍ଡାବାଳକ କରିଥିଲେ, କ'ଣ କିଛି ଅନୁଭୂତି ରହିଛି ସାର୍ ତାଙ୍କ ସାଙ୍ଗରେ କିଛି ମେମୋରେବଲ ମୁହୂର୍ତ୍ତ? ପ୍ରଚୁର ମେମୋରେବଲ। ଖାଲି ମୁଁ ଏକା ନଥିଲି ସେଥିରେ। ଦଣ୍ଡାବାଳକରେ ଆମେ 5ଟା ଦଣ୍ଡାବାଳକ ଥିଲୁ। ତା ଭିତରେ ଅରବିନ୍ଦ ଥିଲା, ଦେବୁ ତୁ ଥିଲୁ ଆଉ ପ୍ରସନ୍ନ ମିଶ୍ର ଥିଲେ, ମୁଁ ଥିଲି, ସବ୍ୟସାଚୀ ମହାପାତ୍ର ଥିଲେ। ୟଙ୍ଗ କେହି ବାହା ହେଇନାହିଁ, ପୁରା ଏନ୍ଜୟ କରୁଥିଲୁ। ଆଜ୍ଞା, ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଗୁଡ଼ିଏ ବରିଷ୍ଠ କଳାକାରମାନଙ୍କୁ ବହୁତ ଗୁଡ଼ିଏ ଲିଜେଣ୍ଡାରୀ କଳାକାର ଚାଲିଯାଇଛନ୍ତି। ହଁ, ଏଇ କୋଭିଡ ବେଳେ ବହୁତ ଲେଜେଣ୍ଡ, ବହୁତ ମାନେ ମହାନ କଳାକାର ମାନେ ଆମକୁ ଛାଡ଼ିକି ଚାଲିଗଲେ। ତାଙ୍କର ଶୂନ୍ୟସ୍ଥାନ କେହି ପୂରଣ କରିପାରିବେନି। ସେଟା ଆମ ଇଣ୍ଡଷ୍ଟ୍ରି ପାଇଁ ଅପୂରଣୀୟ କ୍ଷତି, ଆଉ ତାଙ୍କ ସ୍ଥାନ କେହି ବି ନେଇପାରିବେ। ଆମ ବେଳେ ଯେଉଁ ଫିଲ୍ମ ହଉଥିଲା ସବୁ,
ସେଥିରେ ଓଡ଼ିଆତ୍ୱର ଛୁଙ୍କ ବହୁତ ରହୁଥିଲା, ଯେଉଁଟାକି ସମୟ କ୍ରମେ ଆସ୍ତେ ଆସ୍ତେ କମିଯିବା ଆରମ୍ଭ